Hey guys, ମୁଁ ୱେଲକମ୍ କରିଛି ଆଲୋକ ଆଉ ଗୋଟେ ନ୍ୟୁ ବ୍ଲଗକୁ ସର୍ତ୍ତେ ଆଲୋକ ବ୍ଲଗକୁ। ଆମର ଡେଲି ବ୍ଲଗ ଦେଖିବା ପାଇଁ ଲାଇକ୍ ସବସ୍କ୍ରାଇବ ଆଣ୍ଡ ସେୟାର କରନ୍ତୁ। ଆପଣ ଭାବୁଥିବା ସକାଳୁ ସକାଳୁ 2 ଜଣ ଯାକ କୁଆଡେ ଯାଉଛୁ ଲାଷ୍ଟ ଭିଡିଓ ଦେଖନ୍ତୁ ଜାଣିପାରିବେ। ସତ କହିବାକୁ ଗଲେ ସାଙ୍ଗମାନେ ବହୁତ ଦିନ ପରେ ଆମ ମ୍ୟାଡାମ ଶାଢୀ ପିନ୍ଧିକି ପଛରେ ବାଇକରେ ବସିକି ଯାଉଛନ୍ତି। ଆମେ ଯେତେବେଳେ ଲଙ୍ଗ ରୁଟ ଯାଉ ସାଙ୍ଗମାନେ ସେତେବେଳେ ବାଇକରେ ଯାଉ। ଆକ୍ଚୁଆଲି ସାଙ୍ଗମାନେ ପାଗଟା ଯୋଉ ଦେଇଛି ବଢିଆ ପାଗ ଦେଇଛି। ଆପଣ ଭାବୁଥିବେ ଏଇ 3 ଜଣ ଯାକ କିଏ? ଇଏ ଆମ ହିରୋ ଆଉ ମୋ ଭାଇ ଆଉ ଭାଉଜ। ଆମେ 3 ଜଣ ଯାକ ମିଶିକି ଟୁର ଚାଲିଥିଲୁ ଲଙ୍ଗ ଟୁରରେ। ଯିବା ବାଟରେ ନୟାପଲ୍ଲୀ ବ୍ରିଜ ଓଭର ବ୍ରିଜ ପଡିଲା। ସେଇଟା ସୌନ୍ଦର୍ଯ୍ୟର ପୁରା ଉପଭୋଗ କରି କରି ଆମେ ଚାଲି ସାଙ୍ଗମାନେ ଥଣ୍ଡା ପାଗ ଦେଇଥାଏ, ବର୍ଷା ପାଗ ଦେଇଥାଏ, ଥଣ୍ଡା ଥଣ୍ଡା ପବନ ବହୁଥାଏ। ଆମେ ସେଇଥିରେ ଚାଲୁଥାଉ। କିଛି ବାଟ ଯିବା ପରେ ବର୍ଷା ଝିପି 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 ଷ୍ଟାର୍ଟ ହେଇଯାଇଥିଲା, କିନ୍ତୁ ଆମେ ନ ରହି ଆମେ ଏଥିରେ ଚାଲିଲୁ। ବର୍ଷାର ଉପଭୋଗ ଆମେ କରି କରି ଆମେ ଚାଲୁ। ଆପଣ ଦେଖିପାରୁଥିବେ ବର୍ଷା ହଉଛି। ବର୍ଷା ହେବା କାରଣରୁ ଆମ ଭିଡିଓ ବନ୍ଦ କରିବାକୁ ପଡିଲା। ବର୍ଷା ଛାଡିବା ପରେ ପୁଣି ଭିଡିଓ ଆମେ ଷ୍ଟାର୍ଟ କଲୁ। ମ୍ୟାଡାମ ଆମର କେତେ ହସୁଛନ୍ତି ଆଜି ଦେଖି କେତେ ମନ ଖୁସି ଅଛି ମ୍ୟାଡାମ। ଆମେ ପ୍ରକୃତିର ମଜା ନେଇ ନେଇ ଆସିକି ପହଞ୍ଚି ଗଲୁ ଖୋର୍ଦ୍ଧାର ବରୁଣେଇ ପାହାଡ ପାଖାପାଖି। ଖୋର୍ଦ୍ଧାର ବରୁଣେଇ ପାହାଡଟା ଦେଖିବାକୁ ବହୁତ ମନୋରମ ଦୃଶ୍ୟ ଲାଗୁଥିଲା। ସେପଟେ ଯୋଉ ଘରଟା ଦେଖିଲେ ସାଙ୍ଗମାନେ ଏଟା ରିଲାକ୍ସ ଦିଶି। ୟା ଭିତରେ ସାଙ୍ଗମାନେ ଆମେ ସହରରୁ ଗାଁ ଭିତରକୁ ପଳେଇ ଆସିଥିଲୁ। ଗାଁର ସୌନ୍ଦର୍ଯ୍ୟର ମଜା ନେଇ ନେଇ ଆମେ ଆଗକୁ ବଢି ଚାଲିଥିଲୁ। ଯିବା ବାଟରେ ଆମେ ଗୋଟେ ଜିନିଷ ଦେଖିଲୁ, ତା ନାଁ ହଉଛି କର୍ସର। ସେଇଟା ଆପଣ ଦେଖିବେ ରାଇଟ ସାଇଡରେ ଯୋଉଟା ଅଛି ଏଟା କର୍ସର। ଆମ ଚିପ୍ସ ଯୋଉଟା ତିଆରି ହୁଏ ସେଇ କର୍ସରରେ ତିଆରି ହୁଏ। ଯାହାକୁ ସାଙ୍ଗମାନେ ଗାଁ ସଦାବେଳେ ଗାଁର ପାଣି ପବନ ରାସ୍ତାଘାଟ ସବୁ କିଛି ନିଆରା। ଆପଣ ସହରର କୋଳାହଳରୁ ଥରେ ଟିକେ ଆସି ଗାଁକୁ ବୁଲି ଯାଆନ୍ତୁ, ଆପଣ ଜାଣିପାରିବେ। ସୌନ୍ଦର୍ଯ୍ୟର ମଜା ନେଇ ନେଇ ଆମେ ଆସିକି ପହଞ୍ଚି ଯାଇଥିଲୁ ଖୋର୍ଦ୍ଧାର ବାବା ବୁଢା ଲୋକନାଥଙ୍କ ପୀଠରେ। ଆପଣ ଯଦି ମୋ ବାବାଙ୍କ ମହିମା ବିଷୟରେ ଯଦି ଜାଣିନାହାନ୍ତି ତାହେଲେ ମତେ କମେଣ୍ଟ କରନ୍ତୁ, ତାହେଲେ ତା ଉପରେ ଗୋଟେ ଫୁଲ ଭିଡିଓ ନେଇ ଆସିବି। ଆମେ ପୂଜାପୂଜି ସାରି ଫଟୋ ହେରିକା ଉଠା ଉଠି କଲୁ। ଉଠା ଉଠି କରିକି ଆମେ ବୁଲାବୁଲି ଚାରିପାର୍ଶ୍ୱରେ କରି ଏବେ ବାହାରିଲୁ। ସତ କଥା ସାଙ୍ଗମାନେ ଏଠି ଥରେ ଆସିକି ବୁଲି ଯାଆନ୍ତୁ, ପୁରା ମନ ଶାନ୍ତି ଲାଗିବ। ଏଇଠି ଆମ ମ୍ୟାଡାମ ଆଗେ ଆଗେ ଯାଉଛନ୍ତି, ସେ ଭାଉଜ ହାତ ହଲେଇକି ପୁରା ହାଇ କରୁଛନ୍ତି। ମୋ ଏପଟେ ଆମ ଭାଇ ବି ହାତ ହଲେଇକି ହାଇ କରୁଛନ୍ତି। ମନ୍ଦିର ପୂଜା ସାରି ଆସିବା ବାଟରେ ବହୁତ ଜୋରରେ ଭୋକ ଲାଗିଥିଲା। ମ୍ୟାଡାମ ଆମର କହିଲେ ଚାଲ ଖାଇବା ଦହିବରା। କହିଲେ ହଉ ଚାଲ ଖାଇ। 2 ପ୍ଲେଟ ଦହିବରା ଆଣିଲି। ବହୁତ ଟେଷ୍ଟି ହେଇଥିଲା ସାଙ୍ଗମାନେ, ଯାହା କୁହ ପୁରା ଜବରଦସ୍ତ ଦହିବରା ହେଇଥିଲା। ମନ ମୋହି ନେଲା ଦହିବରାଟା ମୋର। ଦହିବରା ଖାଇ ପେଟ ଶାନ୍ତି କରିକି ଆମେ ବାହାରି ଆସିଲୁ। ପୁଣି ଆସି ଭାଇ ଭାଉଜ ତାଙ୍କ ହିରୋ ସିଏ ତାଙ୍କ ଘରକୁ ପଳେଇଲେ, ଆମେ ଆମର ଘରକୁ ପଳେଇ ଆସିଲୁ। ସାଙ୍ଗମାନେ ଭିଡ଼ିଓଟା ଯଦି ଭଲ ଲାଗିଲା ଲାଇକ୍ ସେୟାର ଆଉ କମେଣ୍ଟ ସବସ୍କ୍ରାଇବ କରିଦେବେ। ବାଏ ବାଏ, ପୁଣି ଦେଖା ନେକ୍ସଟ।